ମଧୁବନ ଜଙ୍ଗଲ ମଝିରେ ଗୋଟିଏ ବଡ ଗୁମ୍ଫାଟିଏ ଥାଏ। ସେହି ଗୁମ୍ଫାରେ ରହୁଥାଏ ଗୋଟେ ନାଗରାଜ। ନାଗରାଜ ତା ଗୁମ୍ଫାଠୁ କିଛି ଦୂରରେ ଗୋଟିଏ ବଡ ବଗିଚା କରିଥାଏ। ସେହି ବଗିଚାରେ ବିଭିନ୍ନ ପ୍ରକାରର ମିଠା ମିଠା ଫଳ ଫଳୁଥାଏ। ସେଇ ଜଙ୍ଗଲରେ ରହୁଥିବା ଚଢେଇମାନେ ନାଗରାଜ ବାଡିର ଫଳ ଖାଇବାକୁ ବହୁତ ଇଚ୍ଛା ରଖିଥାନ୍ତି। ହେଲେ ନାଗରାଜର ଭୟରେ ସେମାନେ ସେ ବାଡିରୁ ଜମା ବି ଫଳ ଖାଇପାରନ୍ତି ନାହିଁ। ଥରେ ସୁନ୍ଦରିକା ସେଇ ବାଡି ପାଖ ଦେଇ ଯାଉଥାଏ। ଓଃ, କି ସୁନ୍ଦର ସୁନ୍ଦର ମିଠା ମିଠା ଫଳ ହେଇଛି। ଏ ଫଳ ଗୁଡିକୁ ଦେଖି ତ ମତେ ଭାରି ଜୋରରେ ଭୋକ ଲାଗିଲାଣି। ହେଲେ ମୁଁ କଣ କରିବି? କେମିତି ଯାଇ ସେ ଫଳ ଖାଇବି? ସେ ନାଗରାଜ ତ ସେ ବାଡି ଭିତରେ ଥିବ। ସେ ଯଦି ମତେ ତା ଫଳ ଖାଇବାର ଦେଖେ ନା, ତାହେଲେ ତ ସେ ମତେ ମାରିଦେବ। ସୁନ୍ଦରିକା ଏମିତି କହୁଥାଏ କି ସେହି ସମୟରେ ବଣ୍ଟିପାରା ଆସି ସେଠି ପହଞ୍ଚିଲା। ଆରେ ସୁନ୍ଦରୀ, ତୁ ଏଠି କଣ କରୁଛୁ? କଣ ଆଉ କରିବି? ଏ ବାଡିରେ ହେଇଥିବା ଫଳକୁ ଦେଖୁଛି, ଆଉ ତାକୁ କେମିତି ଖାଇବି ସେଇ କଥା ଭାବୁଛି। ତୁ କଣ ପାଗଳ ହେଇଯାଇଛୁ ନା କଣ? ତୁ କଣ ଜାଣିନୁ ଏ ବାଡି କାହାର? ଏ ବାଡିରୁ ଫଳ ଖାଇବା ଯାହା ଯମପୁରକୁ ଯିବା ସେଇଆ। ଚାଲ ଚାଲ ଏଠୁ ପଳେଇବା, ଏଠି ଜମା ବି ରହନା। ହଁ ଯେ, ହେଲେ ମୁଁ ଏତେ ସହଜରେ ହାର ମାନିବିନି। ମୁଁ ଯାଉଛି, ଆଉ ଧୀରିକିନା ସେ ଗଛରୁ ଗୋଟେ ଫଳ ନେଇକି ଆସୁଛି। ଏମିତି କହି ସୁନ୍ଦରୀ ସେ ବାଡି ଭିତରକୁ ଗଲା। ନାଗରାଜ ଗଛ ତଳେ ଶୋଇଥାଏ। ସୁନ୍ଦରୀ ଧୀରିକିନା ଗୋଟେ ଫଳ ଛିଡେଇ ସେଠୁ ଚାଲି ଆସିଲା। ଆରେ ବା, ତୁ ତ ବଡ ଚତୁର ଅଛୁ। ତୁ ଏଇ ଗଲୁ ଆଉ ଏଇ ଫଳ ନେଇ ଚାଲି ଆସିଲୁ। ହଉ ହଉ, ମତେ ଗୋଟେ ଫଳ ଦେଲୁ, ମୁଁ ଖାଇବି। ନାଇଁ ନାଇଁ, ମୁଁ ତତେ ଏ ଫଳ ଦେବିନି। ମୁଁ ମୋ ଜୀବନକୁ ବାଜି ଲଗେଇ ଏ ଫଳ ଆଣିଛି। ଏ ଫଳକୁ ମୁଁ ନ ଖାଇକି ତତେ ଦେଇଦେବି? ତୋର ଯଦି ଫଳ ଖାଇବାକୁ ଏତେ ଇଚ୍ଛା, ତାହେଲେ ତୁ ଯା, ଆଉ ସେ ଗଛରୁ ଫଳ ନେଇକି ଆସ। ମତେ ତ ଡର ଲାଗୁଛି। ହଉ, ତୁ ଯଦି କହୁଛୁ ମୁଁ ଯାଉଛି, ଆଉ ଫଳ ଆଣିକି ଆସୁଛି। ଏମିତି କହି ବଣ୍ଟିପାରା ନାଗରାଜର ବାଡି ଭିତରକୁ ଗଲା। ହେ ପ୍ରଭୁ, ଏ ନାଗରାଜ ତ ଏଇ ଗଛ ତଳେ ଶୋଇଛି। ଇଏ ଯଦି ମତେ ଦେଖିଦିଏ ନା, ଇଏ ତ ମତେ ମାରିଦବ। ଯାଉଛି ଏଠୁ ଧୀରିକିନା ଗୋଟେ ଫଳ ନେଇକି ଚାଲିଯିବି। ବଣ୍ଟି ଯିବାରୁ ଗଛରୁ କିଛି ପତ୍ର ଖସିଲା, ଆଉ ସେଇ ପତ୍ର ଯାଇ ନାଗରାଜ ଉପରେ ପଡିଲା। ପତ୍ର ପଡିଲାରୁ ନାଗରାଜ ଉପରକୁ ଚାହିଁଲା। ଆରେ, ଏ କଣ? ଏ କଞ୍ଚା ପତ୍ର ଗୁଡାକ ଗଛରୁ ପଡିଲା। ଗଛ ଉପରେ କିଏ କଣ ଥିଲା କି? ଏପଟେ ସୁନ୍ଦରିକା ଫଳ ଆଣି ଘରେ ପହଞ୍ଚିଲା। ଆରେ ସୁନ୍ଦରୀ, ତମେ ଫଳ କୋଉଠୁ ଆଣିଲ? ଏ ଫଳ ତ ଆମ ଜଙ୍ଗଲରେ ନାହିଁ। ରାଜୁ, ଏ ଫଳ ଆଗ ଖାଅ, ତାପରେ କୁହ ଏ ଫଳ କେମିତି ଲାଗୁଛି। ଫଳ ମୁଁ ଖାଇବି ଯେ, ହେଲେ ତମେ ମତେ ଆଗ କୁହ ଏ ଫଳ କୋଉଠୁ ଆଣିଲ? ଆରେ ରାଜୁ, ମୁଁ ତୁମକୁ କହିବି ଯେ, ହେଲେ ତୁମେ ଏ କଥା କାହାକୁ କହିବନି। ହଁ ହଁ, ମୁଁ ଏ କଥା କାହାକୁ ବି କହିବିନି। ରାଜୁ, ଏ ଫଳ ମୁଁ ସେ ନାଗରାଜର ବାଡିରୁ ଆଣିଛି। ରାଜୁ ଯେମିତି ନାଗରାଜର ବାଡି କଥା ଶୁଣିଲା, ସେ ଭୟରେ ଥରିବାକୁ ଲାଗିଲା। କଣ କଣ କହିଲ ତମେ? ତମେ ଫଳ ନାଗରାଜର ବାଡିରୁ ଆଣିଛ? ହେ ଭଗବାନ, ତମେ ଫଳ କେମିତି ତା ବାଡିରୁ ଆଣିଲ? ଆରେ ତୁମକୁ ଯଦି ସିଏ ଦେଖି ଦେଇଥାନ୍ତା, ତାହେଲେ ତ ସିଏ ତୁମକୁ ମାରି ଦେଇଥାନ୍ତା। ହେ ପ୍ରଭୁ। ଆରେ ତମେ ଏମିତି କଣ ହଉଛ, ପୁରା ଡରଗୁରାଙ୍କ ପରି। ଆରେ ତୁମେ ବ୍ୟସ୍ତ ହୁଅନି, ମୋର କିଛି ବି ହବନି। ଏପଟେ ବଣ୍ଟିପାରା ଜଙ୍ଗଲର ଅନ୍ୟ ଚଢେଇଙ୍କୁ ନାଗରାଜ ବାଡିରୁ ଫଳ ଆଣିଥିବା କଥା କହିଦେଇଥାଏ। ତେଣୁ ଜଙ୍ଗଲ ସାରା ଏବେ ସେଇ କଥା ଚହଳ ପଡିଥାଏ। ପରଦିନ ସକାଳୁ କିଛି ଚଢେଇ ମାନେ ପାଖ ପଡିଆରେ ବସିଥାନ୍ତି। ଏ ତ ବଡ ବିଚିତ୍ର କଥା। ଏ ସୁନ୍ଦରୀ ଆଉ ଏ ବଣ୍ଟି, ଏମାନେ ନାଗରାଜ ବାଡିରୁ କେମିତି ଫଳ ଚୋରି କଲେ? କେମିତି ଚୋରି କଲେ? ସେମାନେ ବାଡିକୁ ଗଲେ ଆଉ ଫଳ ଛିଡେଇ ଚାଲି ଆସିଲେ। ହଁ ରେ କଣା, ତୁ ଠିକ କହିଛୁ। କହିଲା କଣ, ସେମାନେ ଗଲେ ଆଉ ଫଳ ନେଇକି ଚାଲି ଆସିଲେ। ତତେ ଯଦି ଏଇଟା ସହଜ ଲାଗୁଛି, ତୁ ଯାଉନୁ ସେଠୁ ଗୋଟେ ଫଳ ନେଇକି ଆସିବୁ। ହଁ ହଁ, ମୁଁ ଯିବି, ଆଉ ଫଳ ନେଇକି ଆସିବି। ଦେଖି ଗଲୁ, ଆମେ ଟିକେ ଦେଖିବୁ ତୁ କେମିତି ଯାଉଛୁ। ହଉ, ଆସ ମୋ ପଛରେ, ଦେଖିବା ମୁଁ କେମିତି ସେ ନାଗରାଜ ବାଡିରୁ ଫଳ ଚୋରି କରୁଛି। ଏହାପରେ ସେମାନେ ନାଗରାଜର ବାଡି ଆଡକୁ ଚାଲିଲେ ଏବଂ ଟିକେ ସମୟ ପରେ ସେମାନେ ସେଠି ପହଞ୍ଚିଲେ। ବଣ୍ଟିପାରା ଓ ସୁନ୍ଦରିକାଉ ମଧ୍ୟ ସେଠି ଥିଲେ। କଣା, ଆମେ ଏଇଠି ଅଛୁ, ତୁ ଯା ଫଳ ନେଇକି ଆ। ହଁ ଦେଖ, ମୁଁ ଏଇ ଗଲି ଆଉ ଏଇ ଫଳ ନେଇକି ଆସିଲି।
ଏମିତି କହି କଣା ପେଚା ନାଗରାଜର ବାଡି ଭିତରକୁ ଗଲା। ଆରେ ଏ ବାଡି ଭିତରେ ତ ନାଗରାଜ ନାହିଁ, ଆଉ ତଳେ ବହୁତ ସାରା ଫଳ ବି ପଡିଛି। ହେ, ଆଉ ଏ ଚଢେଇ ମାନେ ମିଛଟାରେ ଡରୁଛନ୍ତି। ଯାଉଛି, ଏଠୁ ଗୋଟେ ଫଳ ନେଇକି ଚାଲିଯିବି। ପେଚାର ଗୋଟେ ପଟ ଆଖି ଖରାପ ଥିବାରୁ ତାକୁ ଗୋଟେ ପଟ ଫଳ ଦେଖା ଯାଉନଥାଏ। ତେଣୁ ସେ ସେପଟ ପାଖରେ ଥିବା ନାଗରାଜକୁ ଦେଖି ପାରିଲାନି, ଆଉ ଫଳ ନେଇ ସେଠୁ ଚାଲିଗଲା। ଆରେ ବା କଣା, ତୁ କଣା ହେଲେ କଣ ହେଲା, ତୋର ତ ବହୁତ ସାହସ। ଆରେ ତୁ ଏ କାମ କେମିତି କଲୁ? ତତେ କଣ ଭୟ ଲାଗିଲାନି? ଆରେ ତୁମେ ମାନେ ଜାଣିନ, ସେ ବାଡିରେ ନାଗରାଜ ନାହିଁ। ତୁମେ ମାନେ ଯାଅ, ଆଉ ଗଛ ତଳେ ପଡିଥିବା ଫଳକୁ ଖାଇନିଅ। କଣ ହେଲା, ସେ ନାଗରାଜ ବାଡିରେ ନାହିଁ? ଇଏ ତ ବହୁତ ବଡ ଖୁସିର କଥା। ମୁଁ ଯାଉଛି, ଯିବି ଆଉ ଫଳ ଖାଇକି ଆସିବି। ଏମିତି କହି ସୁନ୍ଦରୀକାଉ ବାଡି ଭିତରକୁ ଚାଲିଗଲା। ସୁନ୍ଦରୀକାକୁ ଯିବାର ଦେଖି ବାକି ଚଢେଇ ମାନେ ମଧ୍ୟ ତା ପଛେ ପଛେ ବାଡି ଭିତରକୁ ଗଲେ ଏବଂ ଯାଇ ଗଛ ତଳେ ପଡିଥିବା ଫଳକୁ ଖାଇଲେ। ସେଇ ପାଖରେ ଥିବା ଗୋଟିଏ ଗଛ ଆଢୁଆଳରେ ନାଗରାଜ ଶୋଇଥାଏ। ଖଡ ଖଡ ଶବ୍ଦ ହେବାରୁ ନାଗରାଜର ନିଦ ଭାଙ୍ଗିଗଲା। ନାଗରାଜ ଦେଖିଲା ବହୁତ ସାରା ଚଢେଇ ଗଛ ତଳେ ପଡିଥିବା ଫଳ ଖାଉଛନ୍ତି। ମୁଁ କଣ ଦେଖୁଛି? ଏତେ ସାରା ଚଢେଇ ମାନେ ମୋ ବାଡିରେ ପଶି ଫଳ ଖାଉଛନ୍ତି। ଆରେ ବା, ଇଏ ତ ବହୁତ ଭଲ କଥା। ଖାଆନ୍ତୁ ଖାଆନ୍ତୁ। ଏମିତି ବି ଏ ଫଳ ଗୁଡାକ ତଳେ ପଡି ପୋଚା ହେଉଛି। ଏମାନେ ସେ ଫଳ ଖାଇଦେଲେ ମୋ ବାଡିଟା ପରିଷ୍କାର ରହିବ। ଯାଉଛି, ତାଙ୍କୁ କହିବି ସେମାନେ ଆଉ କିଛି ଫଳ ତାଙ୍କ ସାଥିରେ ନେଇଯିବେ ବୋଲି। ଏମିତି କହି ନାଗରାଜ ଚଢେଇ ମାନଙ୍କ ପାଖକୁ ଗଲା। ସେ ଯେମିତି ଚଢେଇ ମାନଙ୍କ ପାଖରେ ପହଞ୍ଚିଲା, ସବୁ ଚଢେଇ ମାନେ ନାଗରାଜକୁ ଦେଖି ଡରିଗଲେ ଆଉ ଭୟରେ ଥରଥର ହେଲେ। ହେ ଭଗବାନ, ଏ କଣ? ଏ ନାଗରାଜ ତ ଆମ ଆଗରେ ଛିଡା ହେଇଛି। ଲାଗୁଛି ଆଜି ଆମର ଶେଷ ଦିନ। ସେ କଣା ପେଚା ସକାଶୁ ଏମିତି ହେଲା, ତା ସକାଶୁ ଆଜି ଆମେ ବିପଦରେ ପଡିଲେ। ନାଗରାଜ, ନାଗରାଜ, ଆମକୁ କ୍ଷମା କରିଦିଅ। ଆମର ଭୁଲ ହେଇଯାଇଛି। ଆମେ ଆଉ ତୁମ ବାଡିକୁ ଆସିବୁନି। ଏଇ ଥରଟା ଆମକୁ ଛାଡିଦିଅ। ଆରେ, ମୁଁ କଣ ତୁମକୁ ଧରିକି ରଖିଛି ଯେ ଛାଡିବି? ଆରେ ତୁମେ ମାନେ ଜମା ବି ଡରନି। ତୁମେ ମାନେ ଯେତେ ଫଳମୂଳ ଖାଇବା କଥା ଖାଅ, ମୁଁ ତୁମକୁ କିଛି କହିବିନି। ନାଗରାଜର ଏମିତି କଥା ଶୁଣି ସବୁ ଚଢେଇ ମାନେ ବହୁତ ଖୁସି ହେଲେ। ନାଗରାଜ, ହେଲେ କାହିଁକି ତମେ ଆମକୁ କିଛି କହିବନି? ଆମେ ତ ତୁମ ବାଡିରୁ ଫଳ ଚୋରି କରୁଛୁ। ଆରେ ସୁନ୍ଦରୀ, ତମେ ମାନେ ଚୋରି କାହିଁକି କରୁଛ? ତୁମେ ମାନେ ପ୍ରତିଦିନ ଆସି ଏଠୁ ଫଳ ଖାଉନ। ମୁଁ କଣ ତୁମକୁ ଫଳ ଖାଇବାକୁ ମନା କରୁଛି? ଆରେ, ତୁମେ ମାନେ ଯେତେବେଳେ ଚାହିଁବ ସେତେବେଳେ ଆସି ଏଠୁ ଫଳ ଖାଇପାରିବ। ହେଲେ ମନେ ରଖ, ଗଛରୁ ଫଳ ଛିଡେଇବନି। ଯେଉଁ ଫଳ ତଳେ ପଡିଥିବ ତାକୁ ହିଁ ଖାଇବ। ତୁମେ ମାନେ ତଳେ ପଡିଥିବା ଫଳ ଖାଇଲେ ମୋ ବାଡି ପରିଷ୍କାର ରହିବ। ହଉ, ତୁମେ ମାନେ ଫଳ ଖାଅ, ମୁଁ ଆସୁଛି। ଏମିତି କହି ନାଗରାଜ ସେଠୁ ଚାଲିଗଲା। ଆରେ, ଆମେ ତ ନାଗରାଜକୁ ଡରୁଥିଲେ, ହେଲେ ନାଗରାଜ ତ ବହୁତ ଭଲ। ହଁ ହଁ, ନାଗରାଜ ତ ବହୁତ ଭଲ, ହେଲେ ସେ କଣା ପେଚା ଅସଲ। ନାଗରାଜ ଏଇଠି ଥିଲେ, ସେ କହିଲା ଆମକୁ ନାଗରାଜ ନାହାନ୍ତି ବୋଲି। ଯାଉଛି, ତାକୁ ଦିଟା ମାଡ ମାରିକି ଆସେ। ଆରେ ତମେ ମାନେ ଟିକେ ଚିନ୍ତା କଲ, ଯଦି ନାଗରାଜ ଖରାପ ହେଇଥାନ୍ତେ ତାହେଲେ ତ ଆମେ ଏତେବେଳକୁ ମରି ସାରନ୍ତେଣି। ହଁ, ସେଇଆ ନୁହେଁ ତ କଣ? ଏହାପରେ ଲକି ଶୁଆ କଣା ପାଖକୁ ଗଲା ଓ ତାକୁ ମାରିଲା। ହଇରେ କଣା, ସେଠି ତ ନାଗରାଜ ଥିଲା, ଆଉ ତୁ କଣ ନାହିଁ ବୋଲି କହିଲୁ? ରହ, ତତେ ଦଉଛି ଏଇନେ। ଏମିତି କହି ଲକି କଣା ପେଚାକୁ ଗୋଡେଇଲା ଓ କଣା ପେଚା ସେଠୁ ଚାଲିଗଲା। ଥରେ ରାଜୁ କାଉ ଜଙ୍ଗଲରେ ବୁଲୁ ବୁଲୁ ଟିକେ ଦୂରକୁ ଚାଲିଗଲା ଏବଂ ଅଜଣାତରେ ଯାଇ ଗୋଟେ ଜାଗାରେ ପହଞ୍ଚିଲା। ଆରେ, ମୁଁ ବୁଲି ବୁଲି କୋଉଠି ଆସି ପହଞ୍ଚିଗଲି? ଏଠି ତ କାଉ କୋଇଲି କେହି ବୋଲି କେହି ନାହାନ୍ତି। ହଉ, ଯଦି ଏଠାକୁ ଆସିଲି, ଯାଉଛି ଟିକେ ଜାଗା ମଧ୍ୟ ବୁଲିଯିବି। ଏମିତି କହି ରାଜୁ କାଉ ସେ ନୂଆ ଜାଗା ବୁଲିବାକୁ ଲାଗିଲା। ସେହି ଛୋଟ ଜଙ୍ଗଲ ମଝିରେ ଗୋଟିଏ ଗୁମ୍ଫାଟିଏ ଥାଏ, ଯେଉଁଠି ଗୋଟିଏ ତାନ୍ତ୍ରିକ ଚଢେଇ ରହୁଥାଏ। ତାନ୍ତ୍ରିକ ଚଢେଇ ବହୁତ ଦୁଷ୍ଟ ଥାଏ। ଯେଉଁ ଚଢେଇ ମାନେ ସେହି ଛୋଟ ଜଙ୍ଗଲକୁ ବୁଲିବାକୁ ଆସନ୍ତି, ସେ ତାଙ୍କୁ ସେହି ଗୁମ୍ଫାରେ ବନ୍ଦୀ କରିଦିଏ ଏବଂ ସେ ପୂଜୁଥିବା ଚଣ୍ଡୀମାଙ୍କ ପାଖରେ ବଳି ପକେଇ ଦିଏ। ଆରେ, ଏ ଜଙ୍ଗଲ ତ ପୁରା ସୁନସାନ। ଏଠି କେହି ଗୋଟେ ବି ଦେଖା ଯାଉନାହାନ୍ତି। ମତେ ଏଠି ସତର୍କତାର ସହ ବୁଲିବାକୁ ପଡିବ, ନହେଲେ ମୋ ଜୀବନ ପ୍ରତି ବିପଦ। ଆରେ, ମୋ ଜଙ୍ଗଲକୁ କିଏ ଗୋଟେ ଆସିଛି ନା କଣ? ଭଲ ହେଲା, ମୋର ଗୋଟେ ଚଢେଇ ଦରକାର ପଡୁଥିଲା।
ଏବେ ମୁଁ ତାକୁ ଧରି ମୋ ମାଙ୍କୁ ବଳି ଦେବି। ଏମିତିରେ ବି ମୋ ପାଖରେ ଚଢେଇଙ୍କର ଅଭାବ ନାହିଁ। ଯେତେ ଅଧିକା ଚଢେଇ ହେବ ସେତେ ମୋ ପାଇଁ ଭଲ। ହଉ, ଯାଉଛି ଏବେ ଦେଖିବି ସେ ଚଢେଇ କଣ କରୁଛି। ଆରେ ବା, ଏଠି ତ ବହୁତ ସୁନ୍ଦର ସୁନ୍ଦର ଏବଂ ମିଠା ମିଠା କୋଳି ଫଳିଛି। ଯାଉଛି ୟାକୁ ଖାଇବି ଆଉ ମୋ ଭୋକ ମେଣ୍ଟେଇବି। ଏମିତି କହି ରାଜୁ କାଉ ସେଠୁ କୋଳି ଖାଇଲା। ହଠାତ୍ ସେହି ସମୟରେ ତାନ୍ତ୍ରିକ ଚଢେଇ ରୂପ ବଦଳେଇ ଆସି ସେଠି ପହଞ୍ଚିଗଲା। ଆରେ ଚଢେଇ ଭାଇ, ତମେ କିଏ? ଆଉ ଏ ଜଙ୍ଗଲରେ କଣ କରୁଛ? ମୁଁ ରାଜୁ କାଉ ମଧୁବନ ଜଙ୍ଗଲରୁ ଆସିଛି। ହେଲେ ତୁମେ କିଏ? ହା 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 ହା, ମୁଁ ଡୋମା, ଏ ଜଙ୍ଗଲରେ ପିଲା ବେଳୁ ରହି ଆସିଛି। ଏଠି କଣ ତୁମେ ଏକା ରୁହ କି? ଏଠି ତ ମତେ ଆଉ କେହି ଦେଖା ଯାଉନାହାନ୍ତି। କେମିତି ଦେଖାଯିବେ ଚଢେଇ ଭାଇ, କେମିତି ଦେଖାଯିବେ? ତମେ ଏ ଜଙ୍ଗଲ ବିଷୟରେ କିଛି ଜାଣିନ। ଏ ଜଙ୍ଗଲ ବହୁତ ଖତରନାକ ଏବଂ ଭୟାନକ। ଏଠାକୁ ଆସୁଥିବା ନୂଆ ଚଢେଇ ମାନେ ଏଠି କଦାପି ବଞ୍ଚି ପାରିବେନି, ବୁଝିଲ? ଏମିତି କାହିଁକି କହୁଛ? ଏଠି କଣ ଏମିତି ଭୟାନକ ଘଟଣା ହେଇଛି ଯେ ଚଢେଇ ମାନେ ବଞ୍ଚି ପାରିବେ ନାହିଁ? ତମେ ଜାଣିନ, ଏ ଜଙ୍ଗଲରେ ଗୋଟେ ଦୁଷ୍ଟ ତାନ୍ତ୍ରିକ ରହୁଛି, ଯିଏ ନୂଆ ଆସୁଥିବା ଚଢେଇ ମାନଙ୍କୁ ଧରି ନେଇ ବଳି ପକେଇ ଦଉଛି, ବୁଝିଲ? ରାଜୁ ଏମିତି କଥା ଶୁଣି ଡରିଗଲା ଓ କହିଲା, ବାପରେ, ସେ ତାନ୍ତ୍ରିକ ଏତେ ଭୟଙ୍କର ଆଉ ଦୁଷ୍ଟ। ଆଚ୍ଛା ଚଢେଇ ଭାଇ, ଯଦି ସେ ତାନ୍ତ୍ରିକ ଏତେ ଦୁଷ୍ଟ ଆଉ ଏମିତି ଚଢେଇ ମାନଙ୍କୁ ବଳି ଦଉଛି, ତାହେଲେ ତମେ ଏ ଜଙ୍ଗଲରେ କେମିତି ରହୁଛ? ରାଜୁର ଏମିତି ପ୍ରଶ୍ନ ଶୁଣି ତାନ୍ତ୍ରିକ ବଡ ଅସୁବିଧାରେ ପଡିଗଲା ଏବଂ ମନେ ମନେ ଭାବିଲା, ଆରେ ଇଏ ମୁଁ କଣ କହିଦେଲି ଏକୁ? ମୁଁ ତ ପୁରା ବୋକା। ହଉ, ଯାଉଛି କିଛି ଉପାୟ କରି ଏକୁ ମୋ ଗୁମ୍ଫା ଆଡକୁ ନେଇଯିବି। ଚଢେଇ ଭାଇ ତମେ କଣ ଭାବୁଛ? ନାଇଁ ନାଇଁ, ସେ କଣ କି, ସେ ତାନ୍ତ୍ରିକ ଆସିବାର ସମୟ ହେଇଗଲାଣି। ଏଇ ପାଖରେ ମୋର ଘର, ତମେ ଆସ ମୋ ସହ ରହିଯିବ। ଆଉ ସେ ତାନ୍ତ୍ରିକ ଗଲା ପରେ ମୁଁ ତୁମକୁ ତୁମ ଜଙ୍ଗଲରେ ଛାଡିଦେବି। ରାଜୁ ତାନ୍ତ୍ରିକ ଆସିବା କଥା ଶୁଣି ଭୟରେ ସେ ଚଢେଇ ସହ ଯିବାକୁ ରାଜି ହେଲା। ଚାଲ ଚାଲ ଚଢେଇ ଭାଇ, ମତେ ତୁମ ଘରକୁ ନେଇଯାଅ। ଆସ ଆସ, ଜଲ୍ଦି ଆସ। ଏହାପରେ ବେଶ ବଦଳେଇଥିବା ତାନ୍ତ୍ରିକ ଚଢେଇ ରାଜୁକୁ ତା ଗୁମ୍ଫା ଆଡକୁ ନେଇଗଲା। ଆରେ ବା, ଏ ଗୁମ୍ଫା ତ ବହୁତ ବଡ। ଏଠି କଣ ତୁମେ ଏକୁଟିଆ ରୁହ କି? ନା ନା, ମୁଁ ଏଠି ଏକା ରୁହେନି। ଏଠି ମୋର ଅନେକ ଚଢେଇ ବନ୍ଧୁ ମାନେ ରୁହନ୍ତି। ଆସ, ମୁଁ ତୁମକୁ ତାଙ୍କ ସହ ଭେଟ କରେଇବି। ଏଠି ଆଉ ବି ଚଢେଇ ଅଛନ୍ତି? ହଉ, ଚାଲ ଚାଲ, ମତେ ତାଙ୍କ ସହ ଭେଟ କରେଇ ଦିଅ। ଏହାପରେ ତାନ୍ତ୍ରିକ ଚଢେଇ ରାଜୁକୁ ଗୁମ୍ଫା ଭିତରକୁ ନେଇଗଲା ଓ ଅନ୍ୟ ଚଢେଇ ମାନଙ୍କ ପରି ରାଜୁକୁ ବି ଗୋଟେ ପିଞ୍ଜରାରେ ବନ୍ଦୀ କରିଦେଲା। ଚଢେଇ ଭାଇ, ତମେ ଇଏ କଣ କଲ? ମତେ ପିଞ୍ଜରାରେ ବନ୍ଦୀ କରିଦେଲ କଣ ପାଇଁ? ଚଢେଇ ଭାଇ! ହା 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 ହା, ମୁଁ କୌଣସି ଚଢେଇ ନୁହେଁ। ମୁଁ ହେଉଛି ତାନ୍ତ୍ରିକ। ତତେ ଧରିବାକୁ ବେଶ ବଦଳେଇ ତୋ ପାଖକୁ ଯାଇଥିଲି। ହା 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 ହା। ଆଉ ଏବେ ଆଗକୁ ଅମାବାସ୍ୟା ଆସୁଛି। ମୁଁ ତତେ ଆଉ ଏ ଚଢେଇ ମାନଙ୍କୁ ଏକା ସଙ୍ଗେ ବଳି ଦେବି। ଆଉ ତାପରେ ଚଣ୍ଡୀ ମା ମତେ ଅମରତ୍ୱର ବରଦାନ ଦେବେ। ହା 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 ହା। ଏମିତି କହି ତାନ୍ତ୍ରିକ ଚଢେଇ ସେଠୁ ଚାଲିଗଲା। ହେ ଭଗବାନ, ଇଏ କଣ ହେଇଗଲା ମୋ ସହ? ଏବେ ମୁଁ ଘରକୁ କେମିତି ଫେରିବି? ଆରେ ଭାଇ, ତମେ ଏଠୁ ଆଉ ଖସି ଯାଇପାରିବନି। ସେ ଦୁଷ୍ଟ ପରା ତୁମକୁ ବନ୍ଦୀ କରିଦେଇଛି। ଆମେ ତ ଏଠି ବହୁତ ଦିନରୁ ବନ୍ଦୀ ହେଇ ରହୁଛୁ, ଆଉ ଯେତେ ଚେଷ୍ଟା କଲେ ବି ଆମେ ବାହାରି ପାରୁନୁ। ମୁଁ ରାଜୁ, ତମେ ମତେ ଜାଣିନ। ଦେଖିବ, ମୁଁ ଏ ପିଞ୍ଜରାରୁ ବାହାରିବି ଆଉ ତା ସହ ତୁମମାନଙ୍କୁ ବି ଏଠୁ ମୁକ୍ତ କରି ନେଇଯିବି। ହେଁ, ଚଢେଇ ଭାଇ, ତମେ ସତ କହୁଛ? ତମେ ଆମକୁ ଏଠୁ ମୁକ୍ତ କରି ନେଇଯିବ? ହଉ ଭାଇ, ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ତୁମକୁ ସେ ସାହାଯ୍ୟ କରନ୍ତୁ। ହଉ, ଏବେ ଏଠୁ କେମିତି ଖସିବା ତାର ଉପାୟ ମୁଁ କରୁଛି। ଏମିତି କହି ରାଜୁ କିଛି ଉପାୟ ଚିନ୍ତା କରିବାକୁ ଲାଗିଲା ଓ କିଛି ସମୟ ପରେ ତା ମୁଣ୍ଡକୁ ଗୋଟେ ଭଲ ଉପାୟଟେ ଆସିଲା। ଚଢେଇ ଭାଇ, ମୋ କଥା ଶୁଣ। ଆଗକୁ ଅମାବାସ୍ୟା ଆସୁଛି। ସେ ତାନ୍ତ୍ରିକ ଆମକୁ ନିଶ୍ଚୟ ବଳିଦବ। ତା ପୂର୍ବରୁ ମୁଁ ଯୋଉ ଉପାୟ କହିବି ତୁମକୁ ତାହା କରିବାକୁ ପଡିବ। ହଉ ଚଢେଇ ଭାଇ, ତୁମେ ଯାହା କହିବ ମୁଁ ତାହା କରିବି। କୁହ, କଣ କରିବାକୁ ପଡିବ? ଏହାପରେ ରାଜୁ ଟୁନାକୁ କିଛି କହିଲା। ଠିକ ଅଛି ଚଢେଇ ଭାଇ, ତୁମେ ଚିନ୍ତା କରନି। ତୁମେ ଯାହା କହ ସେସବୁ ମୁଁ ପାଳନ କରିବି। ହଉ, ଏବେ ଆମେ ଅମାବାସ୍ୟାକୁ ଅପେକ୍ଷା କରିବା। ଏହା ଭିତରେ କିଛି ଦିନ ବିତିଗଲା ଓ ଅମାବାସ୍ୟା ଆସିଲା। ଆଜି ଏ ଚଢେଇ ମାନଙ୍କୁ ବଳି ଦେଇ ମୁଁ ଅମର ହେବି। ହା 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 ହା। ଚଢେଇ ଭାଇ, ମୁଁ ଯାହା କହିଥିଲି ତମେ ତାହା ହିଁ କରିବ। ତାନ୍ତ୍ରିକ ଆଜ୍ଞା, ଆପଣ ମତେ ଆଗ ବଳି ଦିଅନ୍ତୁ। ନାଇଁ ନାଇଁ, ମତେ ଆଗ ବଳି ଦିଅନ୍ତୁ। ନାଇଁ, ମତେ ଆଗ ଦିଅ। ନାଇଁ, ମତେ ଆଗ ଦିଅ। ଚୁପ୍ କର, ତୁମେ ବଳି ପଡିବ ଏବେ। ଏଥିରେ ଆଗ ପଛ କଣ? ଚଢେଇ ଭାଇ, ତୁମେ କୁହନି।
ନହେଲେ ସେ ତାନ୍ତ୍ରିକ ଆମକୁ ବଳି ପକେଇବନି। ତମେ ବି କହିବନି। ହଁ ଆରେ ଏ ଦୁଇ ଜଣ ଏମିତି କଣ ଜାଣିଛନ୍ତି ଯେ ମତେ କହୁନାହାନ୍ତି? ଯାଉଛି ତାଙ୍କୁ ଧମକ ଦେଇ ପଚାରିବି। ଏ ଚଢେଇ, ସତ କୁହ, ତୁମେ ଦୁଇ ଜଣ କଣ ଜାଣିଛ? ନହେଲେ ତୁମକୁ ମୁଁ ପାଣିରେ ବୁଡେଇ ବୁଡେଇ ମାରିବି। ଚଢେଇ ଭାଇ, ମୁଁ ୟାଙ୍କୁ କହି ଦଉଛି। ନା ନା, ତମେ କୁହନି। ତାନ୍ତ୍ରିକ ଆଜ୍ଞା, କାଲି ତମେ ନଥିଲା ବେଳେ ମା ଆବିର୍ଭାବ ହେଇଥିଲେ, ଆଉ ଆମକୁ କହିଲେ ଯେ ଯିଏ କାଲି ଆଗ ବଳି ପଡିବ ସେ ସ୍ୱର୍ଗ ଲୋକରେ ରାଜା ହେବ। ଆରେ ଏମିତି କଥା? ତା ମାନେ ମୁଁ ତ ବଡ ଭୁଲ କରିବାକୁ ଯାଉଥିଲି। ହଉ, ଭଲ ହେଲା ତୁମେ ମାନେ ମତେ କହିଦେଲ। ହଉ, ଏବେ ତୁମେ ମାନେ ଆଉ ବଳି ପଡିବନି। ତୁମେ ମତେ ଏଇଠି ବଳି ଦିଅ, ଆଉ ମୁଁ ସ୍ୱର୍ଗ ଲୋକରେ ରାଜା ହେବି। ଯାହା ଆପଣଙ୍କ ଇଚ୍ଛା। ତାପରେ ବି ଆପଣ ରାଜା ହେବା ପାଇଁ ଯୋଗ୍ୟ, ତେଣୁ ଆପଣ ହିଁ ବଳି ପଡନ୍ତୁ। ଏହାପରେ ରାଜୁ ତାନ୍ତ୍ରିକକୁ ସେଇଠି ବଳି ପକେଇଦେଲା। ହା 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 ହା, ଦୁଷ୍ଟ ତାନ୍ତ୍ରିକ ଆମକୁ ବଳି ଦେଇଥାନ୍ତା, ଏବେ ନିଜେ ବଳି ପଡିଗଲା। ବା ଚଢେଇ ଭାଇ, ତୁମ ବୁଦ୍ଧିକୁ ତ ମାନିବାକୁ ପଡିବ। ହଉ, ଏବେ ତ ଆମେ ମୁକ୍ତ ହେଇଗଲେ, ଚାଲ ଏଠୁ ପଳେଇବା। ଏହାପରେ ରାଜୁ ଟୁନାକୁ ପିଞ୍ଜରାରୁ ମୁକ୍ତ କଲା ଓ ସେମାନେ ସେଠୁ ଚାଲି ଆସିଲେ।